ସମସ୍ତଙ୍କୁ ସାଇରାମ। ଚାଲନ୍ତୁ ଆଜି ବାବାଙ୍କୁ ମନେ ପକାଇ ବାବାଙ୍କର ନାମ ସ୍ମରଣ କରି ଆରମ୍ଭ କରିବା ଆଜିର ସାଇ ସଚରିତ ଗ୍ରନ୍ଥର ପାଠ। ବାବାଙ୍କର ଜୀବନୀ ବିଷୟରେ ଶୁଣିବା। ଆଜି ଶୁଣିବା 3ଟି ଆୱାର୍ଡ ବିଷୟରେ ଜାଣିବା। ନିମ୍ବ ବୃକ୍ଷର ଚତୁଃପାର୍ଶ୍ୱର ଜମିଗୁଡ଼ିକୁ ଶ୍ରୀହରି ବିନାୟକ ପାଠେ କିଣି ନେଇ ସେଠାରେ ଗୋଟିଏ ବିରାଟ ଭବନ ନିର୍ମାଣ କରିଥିଲେ। ଏହାର ନାମ ସାଠେ ଆୱାର୍ଡ ରଖାହୁଏ। ବହିରାଗତ ଲୋକଙ୍କ ପାଇଁ ଏହି ଭବନଟି ବିଶ୍ରାମ ଗୃହ ଭାବରେ ରହିଥିଲା ଏବଂ ସେଠାରେ ସର୍ବଦା ଜନଗହଳି ହେଉଥିଲା। ଲିମ୍ବ ବୃକ୍ଷର ଦକ୍ଷିଣ ଦିଗରେ ଗୋଟିଏ ଛୋଟ ମନ୍ଦିର ଅଛି। ସେଠାରେ ଭକ୍ତମାନେ ଚଉତରା ଉପରେ ଉତ୍ତର ଦିଗକୁ ମୁହଁ କରି ବସନ୍ତି। ସେମାନଙ୍କ ବିଶ୍ୱାସ ଯେ ଯେଉଁମାନେ ଗୁରୁବାର ଓ ଶୁକ୍ରବାର ସନ୍ଧ୍ୟା ସମୟରେ ସେଠାରେ ଧୂପ ଇତ୍ୟାଦି ସୁଗନ୍ଧିତ ପଦାର୍ଥ ଜାଳିବେ ସେମାନେ ଈଶ୍ୱରଙ୍କ କୃପାରୁ ସୁଖୀ ହେବେ। ଏହି ଭବନଟି ଖୁବ୍ ପୁରୁଣା ଏବଂ ଜୀର୍ଣ୍ଣ ଶୀର୍ଣ୍ଣ ଅବସ୍ଥାରେ ଥିଲା। ତେଣୁ ସେହି ଭବନର ମରାମତି କରିବା ନିହାତି ଦରକାର ଥିଲା। ଏହା ଶିରଡି ସାଇ ସଂସ୍ଥାନ ଦ୍ୱାରା ସମ୍ପାଦିତ ହେଲା। କିଛି ଦିନ ପରେ ଆଉ ଗୋଟିଏ ଭବନ ନିର୍ମାଣ କରାଯାଏ ଏବଂ ଏହାର ନାମ ଦୀକ୍ଷିତ ଆୱାର୍ଡ ରଖାଯାଏ। କାକା ସାହେବ ଦୀକ୍ଷିତ ଇଂଲଣ୍ଡରେ ଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଗୋଟିଏ ଗୋଡ଼ରେ ଗୁରୁତର ଆଘାତ ପାଇଥିଲେ। ବହୁ ପ୍ରକାର ଚିକିତ୍ସା ହେଲା ପରେ ମଧ୍ୟ ସେଥିରୁ ସୁସ୍ଥ ସେ ହୋଇପାରିନଥିଲେ। ନାନା ସାହେବ ଚାନ୍ଦୋଲକର ତାଙ୍କ ବାବାଙ୍କର କୃପା ଲାଭ ପାଇଁ ପରାମର୍ଶ ଦେଲେ। ତେଣୁ କାକା ସାହେବ ଦୀକ୍ଷିତ ସ୍ଥାୟୀ ଭାବରେ ଶିରଡିରେ ରହିବାକୁ ସ୍ଥିର କଲେ ଏବଂ ସାଇ ଭକ୍ତମାନଙ୍କୁ ରହିବା ପାଇଁ ଗୋଟିଏ ଭବନ ନିର୍ମାଣ କରିଦେଲେ। ଏହି ଭବନର ଶିଳାନ୍ୟାସ 9/12/1910 ମସିହାରେ ହୋଇଥିଲା। ଏହି ଦିନଟିରେ 2ଟି ବିଶେଷ ଘଟଣା ଘଟିଥିଲା। ପ୍ରଥମେ ଶ୍ରୀ କାକା ସାହେବ ଘରକୁ ଫେରିଯିବା ପାଇଁ ଅନୁମତି ପାଇଥିଲେ। ଦ୍ୱିତୀୟରେ ଚା ଭାଡ଼ିରେ ରାତ୍ରି ଆରତୀ ଆରମ୍ଭ ହୋଇଥିଲା। କିଛି ଦିନ ଭିତରେ ଭବନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଗଲା ଏବଂ ରାମନବମୀ ଦିନ 1911 ମସିହା ଶୁଭ ଦିନ ଥିବାରୁ ଏହାର ଉଦ୍ଘାଟନ ହୋଇଥିଲା। ଏହାପରେ ନାଗପୁରରେ ଜଣେ ଲକ୍ଷପତି ଶ୍ରୀ ବୁଟି ସାହେବ ଆଉ ଗୋଟିଏ ଭବନ ନିର୍ମାଣ କଲେ। ଏହାର ନିର୍ମାଣ କାର୍ଯ୍ୟରେ ଅଜସ୍ର ଅର୍ଥ ବ୍ୟୟ ହୋଇଥିଲା। ଯାହା ହେଉ ତାଙ୍କର ସମସ୍ତ ପରିଶ୍ରମ ଓ ଅର୍ଥ ବ୍ୟୟ ସାର୍ଥକ ହୋଇଥିଲା। କାରଣ ଏହି ଭବନରେ କାକା ସାହେବ ସାଇବାବାଙ୍କର ପବିତ୍ର ଶରୀରକୁ ସମାଧି ଦିଆଗଲା। ବୁଟି ଆୱାର୍ଡ କହିଲେ ଏହି ସମାଧି ମନ୍ଦିରକୁ ବୁଝାଏ। ଏହି ମନ୍ଦିରର ଜମି ଉପରେ ଏକଦା ବିରାଟ ଉଦ୍ୟାନ ଥିଲା। ସେଥିରେ ବାବା ନିଜେ ଗଛରେ ପାଣି ଦେଉଥିଲେ ଏବଂ ସେସବୁର ଯତ୍ନ ନେଉଥିଲେ। ସେତେବେଳେ ସେଠାରେ ଗୋଟିଏ କୁଟୀର ବି ନଥିଲା। ଅଥଚ ସେ ଜମି ଉପରେ 3ଟି ବିରାଟ ଭବନ ନିର୍ମିତ ହୋଇଥିଲା। ପୂର୍ବ ସମୟରୁ ଏଠାରେ ଥିବା ସାଠେ ଆୱାର୍ଡ ଖୁବ୍ ଉପଯୋଗୀ ଥିଲା। ବଗିଚାର କଥା ବାମନ ତାତ୍ୟାଙ୍କର ସାହାଯ୍ୟରେ ନିଜେ ବଗିଚାର ଦେଖାଶୁଣା କରିବା ଶିରଡିରୁ ଶ୍ରୀ ସାଇବାବାଙ୍କର କିଛି ସମୟ ପାଇଁ ଅନୁପସ୍ଥିତି ଏବଂ ଚାନ୍ଦ ପାଟିଲଙ୍କ ସହିତ ବରଯାତ୍ରୀଙ୍କ ଗହଣରେ ପୁନର୍ବାର ଶିରଡି ଆଗମନ କରିବା ଦେବୀଦାସ ଜାନକୀ ଦାସ ଏବଂ ଗଙ୍ଗା ପୀରଙ୍କ ସହିତ ମିଳନ ମହିଉଦ୍ଦିନ ତାମ୍ବୋଲି ସହିତ କୁସ୍ତି ମସଜିଦରେ ତାଙ୍କର ରହିବା ଶ୍ରୀ ଭେଙ୍ଗେଲ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ପରବର୍ତ୍ତୀ ଅଧ୍ୟାୟରେ ହେବ। ଏବେ ଶୁଣିବା 5ମ ଅଧ୍ୟାୟ। ଚାନ୍ଦ ପାଟିଲଙ୍କ ଶାଲକର ବରପାତ୍ରୀ ଦଲଙ୍କ ସହିତ ଶ୍ରୀ ସାଇବାବାଙ୍କର ଶିରଡିକୁ ପୁରାଗମନ ତାଙ୍କୁ ଅଭିନନ୍ଦନ ଏବଂ ଶ୍ରୀ ସାଇ ଶବ୍ଦ ଦ୍ୱାରା ସମ୍ବୋଧନ ଅନ୍ୟାନ୍ୟ ସନ୍ଥମାନଙ୍କ ସହିତ ସାକ୍ଷାତ ବେଶଭୂଷା ଏବଂ ଦୈନନ୍ଦିନ କର୍ମସୂଚୀ ପାଦୁକାର କଥା ମହିଉଦ୍ଦିନ ମହିଦ ମଲ୍ଲକୁସ୍ତି ମହିଉଦ୍ଦିନର ଜୀବନୀରେ ପରିବର୍ତ୍ତନ ଜଲକୁ ତେଲରେ ପରିଣତ କରିବା ନକଲି ଗୁରୁ ଜବିର ଅଲି ଏସବୁ ବିଷୟବସ୍ତୁ
ଏହି ପଞ୍ଚମ ଅଧ୍ୟାୟରେ ହିଁ ଶୁଣିବା। ତାହେଲେ ଚାଲନ୍ତୁ ଶୁଣିବା। ଗତ ଅଧ୍ୟାୟରେ ମୁଁ ଯେପରି ଭାବରେ ଉଲ୍ଲେଖ କରିଥିଲି, ଏଥର ଶ୍ରୀ ସାଇବାବାଙ୍କର ଶିରଡିରୁ ଅନ୍ତର୍ଦ୍ଧାନ ହେବା ପରେ ତାଙ୍କର ଶିରଡିକୁ ପୁନର୍ବାର ଆଗମନ କିପରି ଭାବରେ ହେଲା, ତାହା ଏ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଚାନ୍ଦ ପାଟିଲଙ୍କ ଶାଲକର ବରଯାତ୍ରୀ ଦଳ ସହିତ ଶ୍ରୀ ସାଇବାବାଙ୍କ ପୁନରାଗମନ। ଔରଙ୍ଗାବାଦ ଜିଲ୍ଲାର ନିଜାମ ଷ୍ଟେପ ଧୂପ ଗ୍ରାମଠାରେ ଚାନ୍ଦ ପାଟିଲ ନାମକ ଏକ ଧନୀ ମୁସଲମାନ ବ୍ୟକ୍ତି ରହୁଥିଲେ। ଔରଙ୍ଗାବାଦ ଯିବା ବାଟରେ ତାଙ୍କର ଘୋଡ଼ିଟି ହଜିଗଲା। 2 ମାସ ଧରି ସେ ଅନେକ ଖୋଜ ଖବର ନେଲା ପରେ ମଧ୍ୟ ସେ ଘୋଡ଼ିଟିର କୌଣସି ପତ୍ତା ପାଇନଥିଲେ। ଶେଷରେ ନିରାଶ ହୋଇ ଘୋଡ଼ିର ଜିନ୍ଟିକୁ କାନ୍ଧରେ ପକାଇ ଔରଙ୍ଗାବାଦ ଯାଉଥିଲେ। ସେ ପ୍ରାୟ 14 ମାଇଲ ଚାଲି ଆସିବା ପରେ ଗୋଟିଏ ଆମ୍ବଗଛ ମୂଳେ ଜଣେ ଫକୀର ବସିଥିବାର ଦେଖିଲେ। ତାଙ୍କ ମୁଣ୍ଡରେ ଗୋଟିଏ ଟୋପି, ଦେହରେ ଲମ୍ବା ପଞ୍ଜାବୀ ଏବଂ ପାଖରେ ଗୋଟିଏ ବାଡ଼ି ଥିଲା। ଚାନ୍ଦ ପାଟିଲଙ୍କୁ ଫକୀର ଜଣକ ଡାକିବାରୁ ସେ ତାଙ୍କ ପାଖକୁ ଗଲେ। ଘୋଡ଼ାର ଜିନ୍ଟାକୁ ଦେଖି ଫକୀର ପଚାରିଲେ, ଏ ଲଗାମ ଏଠି କାହିଁକି? ଚାନ୍ଦ ପାଟିଲ ନିରାଶ ଭରା ସ୍ୱରରେ କହିଲେ, କ'ଣ କରିବି ଆଜ୍ଞା, ମୋର ଗୋଟିଏ ଘୋଡ଼ି ଥିଲା, ସେଇଟି କୁଆଡ଼େ ନିଖୋଜ ହୋଇଯାଇଛି। ସେଇଟି ସେଇ ଘୋଡ଼ିର ଲଗାମ। ଫକୀର କହିଲେ, ଟିକିଏ ସେହି ନାଲକୁଲ ଆଡ଼କୁ ଯାଇ ଖୋଜ ତ। ଚାନ୍ଦ ପାଟିଲ ଫକୀରଙ୍କଠାରୁ ସେ କଥା ଶୁଣି ନାଲକୁଆଡ଼ୁ ଯାଇ ସେଠାରେ ତାଙ୍କର ଘୋଡ଼ିକୁ ଦେଖିପାରିଲେ। ଦେଖିଲେ ଯେ ସେ ଘୋଡ଼ି ସେହି ନାଲରେ ହିଁ ଚରୁଥିବାର ଦେଖିଲେ। ସେ ତତ୍କ୍ଷଣାତ୍ ବୁଝିପାରିଲେ ଯେ ଏ ଫକୀର ଜଣକ ସାଧାରଣ ଲୋକ ନୁହନ୍ତି, ବରଂ କେହି ଜଣେ ଉଚ୍ଚ ଶ୍ରେଣୀର ଜ୍ଞାନୀ ପୁରୁଷ। ତାପରେ ସେ ଯେତେବେଳେ ତାଙ୍କ ଘୋଡ଼ିଟିକୁ ନେଇ ଫକୀରଙ୍କ ପାଖକୁ ଫେରି ଆସିଲେ, ସେତେବେଳେ ଫକୀର ଜଣକ ତାଙ୍କ ଚିଲମରେ ଗଞ୍ଜେଇ ଭରି ସାରିଥିଲେ। କେବଳ 2ଟି ଜିନିଷ ଦରକାର ଥିଲା। ଗୋଟିଏ ହେଲା ଚିଲମ ଲଗାଇବା ପାଇଁ ନିଆଁ, ଆଉ ଗୋଟିଏ ହେଲା କନା ଓଦା କରିବା ପାଇଁ ପାଣି। ଫକୀର ନିଜର ଚିମୁଟାକୁ ପାଣିରେ ଖଞ୍ଜିଦେଲେ ଏବଂ ସେଥିରୁ ଗୋଟିଏ ଜ୍ୱଳନ୍ତା କୋଇଲା ବାହାରିଲା। ସେଇଟିକୁ ଚିଲମ ଉପରେ ରଖାଗଲା। ଏଥର ଫକୀର ପାଖରେ ଥିବା ବାଡ଼ିଟି ଆଣି ମାଟିରେ ଆଘାତ କଲେ ଏବଂ ସେଠାରୁ ପାଣି ବାହାରିଲା। ସେଥିରେ କପଡ଼ାଟା ଭିଜେଇ ଦେଇ ଚିଲମରେ ଦେଲେ। ଏପରି କରିସାରିବା ପରେ ଫକୀର ଚିଲମ ଟାଣିଲେ ଏବଂ ଚାନ୍ଦ ପାଟିଲଙ୍କ ଆଡ଼କୁ ବୁଡ଼ାଇ ନେଲେ। ଏସବୁ ଚମତ୍କାର ଦେଖି ଚାନ୍ଦ ପାଟିଲ ଆଶ୍ଚର୍ଯ୍ୟ ହେଲେ। ସେ ଫକୀରଙ୍କୁ ତାଙ୍କ ଘରକୁ ନେଇଯିବାକୁ ଚାହିଁଲେ। ତା ପରଦିନ ଚାନ୍ଦ ପାଟିଲଙ୍କ ସହିତ ଫକୀର ଜଣକ ତାଙ୍କ ଘରକୁ ଗଲେ ଏବଂ ସେଠାରେ କିଛି ଦିନ ରହିଲେ। ଚାନ୍ଦ ପାଟିଲ ତାଙ୍କ ଗ୍ରାମ ଧୂପ ଗ୍ରାମର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଥିଲେ। ତାଙ୍କ ଘରେ ତାଙ୍କ ଶାଳକର ବିବାହ ପାଇଁ ଖୁବ୍ ଆୟୋଜନ ଚାଲିଥିଲା। ବରଯାତ୍ରୀ ଦଳ ଶିରଡି ଅଭିମୁଖେ ଯାତ୍ରା କଲେ। ଫକୀର ମଧ୍ୟ ସେହି ବରଯାତ୍ରୀ ଦଳ ସହିତ ଶିରଡିକୁ ଗଲେ। ବିବାହ କାର୍ଯ୍ୟ ନିର୍ବିଘ୍ନରେ ଶେଷ ହୋଇଗଲା। ତାପରେ ବରଯାତ୍ରୀ ଦଳ ଧୂପ ଗ୍ରାମକୁ ଫେରିଗଲେ। କିନ୍ତୁ ସେହି ଫକୀର ଜଣକ ଶିରଡିରେ ହିଁ ରହିଗଲେ।